हेलो फ्रेंड्स आम्भेମାନେ ଏବେ ସିଟି ଏକ୍ଜାମରେ ସୋସିଆଲ ସାଇନ୍ସରୁ ଆସୁଥିବା କିଛି ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଏବଂ ଆଉ କିଛି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଏଠାରେ ଡିସ୍କସନ୍ କରିବୁ ଯାହାକି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନେ ଯଦି ସିଟି ଏକ୍ଜାମ ପାଇଁ ସିରିୟସଲି ପ୍ରିପେୟାର ହେଉଛନ୍ତି ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ଏହି ଟାଇପ୍ର କ୍ୱେଶ୍ଚନ୍ ହିଁ ପ୍ରତିବର୍ଷ ଏକ୍ଜାମରେ ଆସୁଛି। ଆପଣମାନେ ଯଦି ପ୍ରତିଦିନ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବଟନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ଯେତେବେଳେ ଆମ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ଜାଣିପାରିବେ ଓ ଆପଣଙ୍କ ଏକ୍ଜାମ ପାଇଁ ପ୍ରିପାରେସନ୍ ମଧ୍ୟ ହୋଇପାରିବେ। ମୁଁ ଏହି କ୍ଲାସ୍ରେ ଆମର ଆଉ ଏକ ସ୍ପେଶାଲ କ୍ଲାସ୍ ବିଷୟରେ ମଧ୍ୟ ଆପଣମାନଙ୍କୁ ଜଣାଇବି, ଯେଉଁଥିରେ ଆପଣମାନେ ବହୁତ କମ୍ ସମୟରେ ନିଜକୁ ଅଧିକ ପ୍ରିପାରେସନ୍ କରି ଏକ୍ଜାମରେ ସକ୍ସେସ୍ ପାଇପାରିବେ। ତ କ'ଣ ରହିଛି ଡିଟେଲ୍ସ ଚାଲନ୍ତୁ ଜାଣିବା। ତ ଆଜିର ଫାର୍ଷ୍ଟ କ୍ୱେଶ୍ଚନ୍ ଯାହାକି ପ୍ରିଭିୟସ୍ ଇୟରରୁ 1 ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି ଦେଖନ୍ତୁ। ପ୍ଲାଷ୍ଟିକ୍ସ ମାନବ ସମାଜ ପାଇଁ ଏକ ବରଦାନ ଅଟେ। ପ୍ଲାଷ୍ଟିକ୍ସ ମାନବ ସମାଜ ପାଇଁ ଏକ ଅଭିଶାପ ଅଟେ। ଅଦରକାରୀ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକ ପୋଡ଼ିବା ପରିବର୍ତ୍ତେ ମାଟିରେ ପୋତି ଦେବା ପରିବେଶ ଅନୁକୂଳ ପଦକ୍ଷେପ ଅଟେ। ତ ଏଠାରେ କେଉଁ ଅପସନ୍ଟି ଠିକ୍ ହେବ ଭଲ ଭାବରେ ଏଠାରେ ଦେଖନ୍ତୁ। ଅପସନ୍ ଗୁଡ଼ିକ କ'ଣ ରହିଛି, ଅପସନ୍ ଏ ଏବଂ ବି ସି ଡିରେ ଭଲ ଭାବରେ ଦେଖିଦିଅନ୍ତୁ। ତାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ହେବ। ଏ ଓ ବି ଠିକ୍ ଏବଂ ସି ଭୁଲ। ପ୍ଲାଷ୍ଟିକ୍ସ ମାନବ ସମାଜ ପାଇଁ ଏକ ବରଦାନ ଅଟେ। ପ୍ଲାଷ୍ଟିକ୍ସ ମାନବ ସମାଜ ପାଇଁ ଏକ ଅଭିଶାପ ଅଟେ। ଏବଂ ଅପସନ୍ ସିରେ ରହିଛି ଅଦରକାରୀ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକ ପୋଡ଼ିବା ପରିବର୍ତ୍ତେ ମାଟିରେ ପୋତି ଦେବା ପରିବେଶ ଅନୁକୂଳ ପଦକ୍ଷେପ ଅଟେ। ତ ଏହା ହେଉଛି ଭୁଲ। ତେଣୁ ଅପସନ୍ ଏ ହେଉଛି ଏଠାରେ ରାଇଟ୍ ଆନ୍ସର୍। କେଉଁଟି ଜୈବ ଆବର୍ଜନା ନୁହେଁ? ଗୋବର, ଧାତୁମଳ, କାଗଜ, ପରିବା ଚୋପା। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଧାତୁମଳ। ଅଳିଆ ଗଦା ଆବର୍ଜନାରୁ କେଉଁ ଗ୍ୟାସ୍ ବାହାରେ? ମିଥେନ୍, ପ୍ରାକୃତିକ ଗ୍ୟାସ୍, ଏଲ୍ପିଜି, ସିଏନ୍ଜି। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ମିଥେନ୍। ତ ସେଇଭଳି ଆଉ କିଛି ସିଲେକ୍ଟେଡ୍ କ୍ୱେଶ୍ଚନ୍ ମଧ୍ୟ ଚାଲନ୍ତୁ ଆମେ ଡିସ୍କସନ୍ କରିବୁ। ତ ଯାହାକି 1 ନମ୍ବର ଯାହାକି ରହିଛି ଆମେ ଅଲରେଡ଼ି ଡିସ୍କସନ୍ କରିସାରିଛୁ। ତେଣୁ ଏବେ ଚାଲନ୍ତୁ ଆମେ 2 ନମ୍ବରକୁ ଯିବୁ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଜୈବ ନିମ୍ନୀକରଣ ଯୋଗ୍ୟ ପଦାର୍ଥ? ସେଲ୍ୟୁଲୋଜ୍, ପଲିଥିନ୍, ପିଭିସି, ଲାଇଲନ୍ 6। ତ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ସେଲ୍ୟୁଲୋଜ୍। ଯାନବାହନର ଟାୟାର ରୂପେ କାହାକୁ ବ୍ୟବହାର କରାଯାଇପାରିବ? ପରିତ୍ୟକ୍ତ ଟେରିଲିନ୍, ପରିତ୍ୟକ୍ତ ପଲିଥିନ୍, ପଲିପ୍ରୋପାଇଲିନ୍, ଲାଇଲନ୍ 6। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ନାଇଲନ୍ 6। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଉଦ୍ଭିଦରୁ ସୃଷ୍ଟି ଆବର୍ଜନା ଗୁଡ଼ିକର ସଦ୍ବ୍ୟବହାରର କେଉଁଟି ଏକ ଉତ୍ତମ ମାର୍ଗ? ଜାଳେଣୀ ରୂପେ ବ୍ୟବହାର କରିବା, କମ୍ପୋଷ୍ଟ ତିଆରି କରିବା, ପାଣିରେ ଫିଙ୍ଗି ଦେବା, ଜଳାଇ ଦେବା। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି କମ୍ପୋଷ୍ଟ ତିଆରି କରିବା। କେଉଁଟି ଅପଘଟନରେ ସାହାଯ୍ୟ କରେ? ବ୍ୟାକ୍ଟେରିଆ, କବକ, ବ୍ୟାକ୍ଟେରିଆ ଓ କବକ ପ୍ରାଣୀ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ବ୍ୟାକ୍ଟେରିଆ ଓ କବକ। 6 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। କେଉଁଟି ଜୈବ ନିମ୍ନୀକରଣ ଅଯୋଗ୍ୟ? ପନିପରିବା ଚୋପା, ପରିତ୍ୟକ୍ତ ଫଳ, ଜିଆ, ଆଲୁମିନିୟମ ପାତ୍ର। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ଆଲୁମିନିୟମ ପାତ୍ର। ଜିଆ ଖତ ପ୍ରସ୍ତୁତ କରିବାରେ କିଏ ସାହାଯ୍ୟ କରେ? କବକ, ବ୍ୟାକ୍ଟେରିଆ, କୃମି, ପ୍ରାଣୀ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି କୃମି। କେଉଁଟି ଆବର୍ଜନା ପରିଚାଳନାର ଏକ ଉତ୍ତମ ମାର୍ଗ ନୁହେଁ? ଖାଲୁଆ ଜାଗାରେ ପାଣି ଜମୁଥିଲେ ସେଥିରେ ବାଲି ପକାଇ ସମତଳ କରିଦେବା ଆବଶ୍ୟକ। ବଗିଚା ବା ସକ୍ ପିଟ୍କୁ ଯାଇଥିବା ନଳକୁ ସଦାସର୍ବଦା ପରିଷ୍କାର ରଖିବା ଦରକାର। ବିଦ୍ୟାଳୟ ହତାରେ ଗଛ ଲଗାଇବା, ଆବର୍ଜନା ଗୁଡ଼ିକୁ ପୋଡ଼ି ପକାଇବା ଉଚିତ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ଆବର୍ଜନା ଗୁଡ଼ିକୁ ପୋଡ଼ି ପକାଇବା ଉଚିତ। କେଉଁଟି ଏକ ଜୈବିକ ଆବର୍ଜନା ନୁହେଁ? ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଳ, ପାଉଁଶ, ପୋକମରା ଔଷଧ, ପନିପରିବା ଚୋପା। ରାଇଟ୍ ଆନ୍ସର୍ ଅପସନ୍ ବି ପାଉଁଶ। ପାଇଖାନା, ଗୋଶାଳା ଓ ଗୁହାଳର ଆବର୍ଜନାରୁ କେଉଁ ସାର ପ୍ରସ୍ତୁତ ହୁଏ? ଅଜୈବ ସାର, କ୍ୟାଲସିୟମ ସାର, ଜୈବିକ ବାଷ୍ପ ସାର, ପଟାସିୟମ ସାର। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଜୈବିକ ବାଷ୍ପ ସାର। ପ୍ରସ୍ତର ଉଦ୍ୟାନ କିଏ ନିର୍ମାଣ କରିଥିଲେ? ନେକଚାନ୍ଦ, ପ୍ୟାରୀମୋହନ, ଧ୍ୟାନଚାନ୍ଦ ଓ ଅଖିଳ ମୋହନ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ନେକଚାନ୍ଦ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଆବର୍ଜନା ଗୁଡ଼ିକୁ କ'ଣ କଲେ ଭଲ? ପୋଡ଼ିଲେ, ଏଠି ସେଠି ପକାଇଲେ, ପୋତିଲେ, ନ ଫୋପାଡ଼ି ଜମା କରି ରଖିଲେ। ତ ଏହାର ରାଇଟ୍ ଆନ୍ସର୍ଟି ମୋତେ କ'ଣ ହେବ କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାଇବେ, କାହିଁକିନା ଏ କ୍ୱେଶ୍ଚନ୍ଟି ଆପଣମାନଙ୍କ ପାଇଁ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ। ଆଜିକାଲି କେଉଁ ଆବର୍ଜନା ମୃତ୍ତିକା ପ୍ରଦୂଷଣ କରୁଛି?
ଗଛର ଡାଳପତ୍ର ଇତ୍ୟାଦି, ପଶୁପକ୍ଷୀଙ୍କ ମଳମୂତ୍ର, ପଶୁପକ୍ଷୀଙ୍କ ମୃତ ଶରୀର, ଅନାବଶ୍ୟକ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାଗ୍ ଇତ୍ୟାଦି। ତ ରାଇଟ୍ ଆନ୍ସର୍ ଆପଣମାନେ ସମସ୍ତେ ଜାଣିଥିବେ, ଯାହାକି ଅପସନ୍ ଡି ହେବ ଅନାବଶ୍ୟକ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାଗ୍ ଇତ୍ୟାଦି। ପ୍ରସ୍ତର ଉଦ୍ୟାନଟି କେଉଁଠାରେ ନିର୍ମାଣ କରାଯାଇଥିଲା? କଲିକତା, ବାଙ୍ଗାଲୋର, ବମ୍ବେ, ଚଣ୍ଡିଗଡ଼। ତ ଏ କ୍ୱେଶ୍ଚନ୍ର ଆନ୍ସର୍ଟି କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ଆମର ସ୍ପେଶାଲ୍ କ୍ଲାସ୍ ବିଷୟରେ ଜଣାଇ ଦେବା ପାଇଁ ଚାହୁଁଛି। ତ ଫ୍ରେଣ୍ଡସ୍, ଆପଣମାନେ ଯଦି କମ୍ ସମୟ ଭିତରେ ଅଧିକ ପ୍ରିପାରେସନ୍ ହେଇ ଏକ୍ଜାମ୍ରେ ସକ୍ସେସ୍ ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆମର ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହୋଇପାରିବେ। ଯେଉଁଥିରେ ଆପଣମାନେ ଜଏନ୍ ହେଲେ ଆପଣମାନଙ୍କୁ ସିଲାବସ୍ ୱାଇଜ୍ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ କ୍ଲାସ୍ ସହିତ ଷ୍ଟଡି ମେଟେରିଆଲ୍, ଫ୍ରି PDF, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ସହ ହ୍ୱାଟ୍ସଆପ୍ ସପୋର୍ଟ ମିଳିଯିବ। ଆପଣମାନଙ୍କୁ ଏହା ଲାଇଫ୍ ଟାଇମ୍ ଆକ୍ସେସ୍ ମଧ୍ୟ ଦିଆଯିବ, ଯାହାଫଳରେ ଆପଣମାନେ ବହୁତ ଭଲ ଭାବରେ ନିଜକୁ ପ୍ରିପାରେସନ୍ ଏକ୍ଜାମ୍ ପାଇଁ କରିପାରିବେ ଓ ଆପଣଙ୍କର ଏକ୍ଜାମ୍ରେ 100% ସକ୍ସେସ୍ ପାଇ ମଧ୍ୟ ଟିଚର୍ ହେବା ସ୍ୱପ୍ନକୁ ପୂରଣ କରିପାରିବେ। ଯେ ଜଏନ୍ ହେବା ପାଇଁ ଚାହୁଁଥିଲେ ଦେଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ, ନହେଲେ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ମଧ୍ୟ ଜଏନ୍ର ଲିଙ୍କ୍ ଦେଇଛି, ସେଠାରେ କ୍ଲିକ୍ କରି ଡାଇରେକ୍ଟ ଆପଣମାନେ ଜଏନ୍ ହୋଇପାରିବେ। ତେବେ ଚାଲନ୍ତୁ ଏବେ ଆମେ କ୍ୱେଶ୍ଚନ୍ର ଆନ୍ସର୍ ଜାଣିବା। ଆମର କ୍ୱେଶ୍ଚନ୍ଟି କ'ଣ ଥିଲା? ପ୍ରସ୍ତର ଉଦ୍ୟାନଟି କେଉଁଠାରେ ନିର୍ମାଣ କରାଯାଇଥିଲା? ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ହେବ ଚଣ୍ଡିଗଡ଼। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ନିମ୍ନୋକ୍ତ ଆବର୍ଜନା ମଧ୍ୟରୁ କେଉଁଟି ମାଟିରେ ସହଜରେ ମିଶିଯାଏ? ପ୍ଲାଷ୍ଟିକ୍ ମୁଣି, ଚମଡ଼ା ବ୍ୟାଗ୍, କାଗଜ ଠୁଙ୍ଗା, ସଢ଼େଇ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି କାଗଜ ଠୁଙ୍ଗା। କେଉଁଟି ଆବର୍ଜନା ସୃଷ୍ଟି କରିବାର କମ୍ ସହାୟକ ହେବ? କାଠ ଚୌକି, ପ୍ଲାଷ୍ଟିକ୍ ଚୌକି, ଲୁହା ଚୌକି, ସିଲଭର। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ କାଠ ଚୌକି। ପ୍ରାକୃତିକ ପରିବେଶରେ କେଉଁଟି ସହଜରେ ନଷ୍ଟ ହୁଏ ନାହିଁ? ଚିରା କାଗଜ, ଅଖା, ପ୍ଲାଷ୍ଟିକ୍, କାଠ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ପ୍ଲାଷ୍ଟିକ୍। ନିମ୍ନୋକ୍ତ କେଉଁଟି ଅବକ୍ଷୟ ହୁଏ ନାହିଁ? ପଚା ଫଳ, କପଡ଼ା, କାଠ, କାଚ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି କାଚ। ଚିରା କାଗଜର ଅବକ୍ଷୟ ସମୟ କେତେ? 6ରୁ 15 ଦିନ, 10ରୁ 30 ଦିନ, 3ରୁ 5 ଦିନ, 1 ବର୍ଷ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି 10ରୁ 30 ଦିନ। ପରିବା ଚୋପାର ଅବକ୍ଷୟ ସମୟ କେତେ? 6ରୁ 15 ଦିନ, 10ରୁ 30 ଦିନ, 3ରୁ 5 ମାସ, 1 ବର୍ଷ। ରାଇଟ୍ ଆନ୍ସର୍ ଅପସନ୍ ଏ 6ରୁ 15 ଦିନ। ନିମ୍ନୋକ୍ତ କେଉଁଟିରୁ ସାର ପ୍ରସ୍ତୁତ ହୁଏ ନାହିଁ? ନାଇଟ୍ରୋଜେନ୍, ଫସ୍ଫରସ୍, ଆଲୁମିନିୟମ୍, ପଟାସିୟମ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଆଲୁମିନିୟମ୍। ଦୂଷିତ ଜଳର ବ୍ୟବହାର ଦ୍ୱାରା କେଉଁ ରୋଗ ହୋଇନଥାଏ? ରକ୍ତଚାପ, ହଇଜା, କାମଳ, କାଛକୁଣ୍ଡିଆ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ରକ୍ତଚାପ। ନିମ୍ନୋକ୍ତ କିଏ ଜଳରେ ଥିବା ମଳକୁ ଅପଘଟନ କରିଥାଏ? ବୀଜାଣୁ, ଭୂତାଣୁ, ଜୀବାଣୁ, କବକ। ରାଇଟ୍ ଆନ୍ସର୍ ଅପସନ୍ ଏ ବୀଜାଣୁ। ପ୍ରତ୍ୟେକ ଆବର୍ଜନାକୁ କ'ଣ କରାଯାଇ ବ୍ୟବହାର ଉପଯୋଗୀ କରାଯାଇପାରିବ? ପୁନଃଚକ୍ରଣ, ମିଶାଇ ଅଲଗା କରି, କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ପୁନଃଚକ୍ରଣ। ବାଲି, ଗୋଡ଼ି ଓ ପଙ୍କକୁ କାହା ଦ୍ୱାରା ବାହାର କରାଯାଏ? ଛଣା ଜାଲି, କରଣା, ଶାବଳ, କଟୁରୀ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି କରଣା। ନିମ୍ନୋକ୍ତ କେଉଁଟି ଆବର୍ଜନା ନୁହେଁ? ମନୁଷ୍ୟ ମଳ, ପାଉଁଶ, କୀଟନାଶକ, ପରିବା ଚୋପା। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି କୀଟନାଶକ। ଆବର୍ଜନା ମିଶା ଜଳକୁ କ'ଣ କହନ୍ତି? ଦୂଷିତ, ଅପଚୟିତ, ଦ୍ରବଣ, କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଅପଚୟିତ। ଦୂଷିତ ଜଳର ଉପଚାର କେଉଁଠାରେ କରାଯାଏ? ନଦୀ, ଖୋଲା ନାଳ, ଜମି, ପ୍ଲାଣ୍ଟ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ପ୍ଲାଣ୍ଟ। ତ ଫ୍ରେଣ୍ଡସ୍, ଏଇ ଟାଇପ୍ରେ ମଧ୍ୟ ଆହୁରି ବହୁତ ଗୁଡ଼ିଏ ସିଲେକ୍ଟେଡ୍ କ୍ୱେଶ୍ଚନ୍ ରହିଛି, ଯାହାକି ଆମେମାନେ ନେକ୍ସଟ କ୍ଲାସ୍ରେ ଡିସ୍କସନ୍ କରିବୁ। ଆଜି ଆମେମାନେ ଯାହା ବି କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କଲୁ, ଆପଣମାନେ ପୁଣି ଥରେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଦିଅନ୍ତୁ ଏବଂ ସମସ୍ତ କ୍ୱେଶ୍ଚନ୍କୁ ଭାବରେ ପ୍ରାକ୍ଟିସ୍ କରିଦିଅନ୍ତୁ। ଆପଣମାନେ ଯଦି ଆମ ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହେଇ ପ୍ରିପାରେସନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଦେଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ, ନହେଲେ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ମଧ୍ୟ ଜଏନ୍ର ଲିଙ୍କ୍ ଦିଆଯାଇଛି, ସେଠାରେ କ୍ଲିକ୍ କରି ଡାଇରେକ୍ଟ ଜଏନ୍ ହୋଇପାରିବେ। ଜଏନ୍ ହେବାରେ କିଛି ପ୍ରୋବ୍ଲେମ୍ ହେଲେ ଦେଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଆମକୁ ଯୋଗାଯୋଗ ମଧ୍ୟ କରିପାରିବେ। ତ ଇଏ ଥିଲା ଆଜିର କ୍ଲାସ୍ଟି କେମିତି ଲାଗିଲା ଏବଂ ଯଦି କିଛି ଡାଉଟ୍ ଥାଏ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆପଣମାନଙ୍କର ସାଙ୍ଗସାଥି ଯଦି ସିଟି ପାଇଁ ପ୍ରିପେୟାର ହେଉଛନ୍ତି,
ସେମାନଙ୍କୁ ମଧ୍ୟ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନିଜକୁ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରିପାରିବେ। ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବଟନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ଯେତେବେଳେ ଆମ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ଜାଣିପାରିବେ ଏବଂ ଆପଣମାନଙ୍କର ଏକ୍ଜାମ୍ ପାଇଁ ମଧ୍ୟ ପ୍ରିପାରେସନ୍ ହୋଇପାରିବେ। ତ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ।